ଆଗକୁ ଆସୁଛି ଗଣପର୍ବ ରଜ। ଚଳିତ ବର୍ଷ ଏହି ରଜକୁ ବେଶ୍ ଧୁମଧାମରେ ପାଳିବ କଟକ ମହାନଗର ନିଗମ। ତଳ ବାଲିଯାତ୍ରା ପଡ଼ିଆର କଟକ ଇନ୍ କଟକ ପାଭିଲିୟନଠାରେ ଜୁନ୍ 14ରୁ ଜୁନ୍ 16 ତାରିଖ 3 ଦିନ ଧରି ପାଳନ କରାଯିବ ରଜ ମହୋତ୍ସବ। ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସିଏମ୍ସି। ପାରମ୍ପରିକ ଓ ଆଧୁନିକ ଖାଦ୍ୟର ସମ୍ଭାର ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳାମାନଙ୍କୁ ସମ୍ମାନିତ କରାଯିବା ସହିତ 30ରୁ ଊର୍ଦ୍ଧ୍ୱ ରଜଦୋଳି ପାଭିଲିୟନ ଭିତରେ କରାଯିବ। ଏହି ରଜରେ ସିଏମ୍ସି ପକ୍ଷରୁ ଏକ ନୂଆ ପ୍ରଥା ହାତକୁ ନିଆଯାଇଛି। ମହିଳାମାନଙ୍କ ଦ୍ୱାରା ବ୍ୟବହୃତ ପ୍ୟାଡ୍କୁ ସିଏମ୍ସି ଲାଲ ବାକ୍ସରେ ପକାଇବାକୁ ଅନୁରୋଧ କରିଛି। ମହିଳାମାନଙ୍କୁ ଏ ଦିଗରେ ମଧ୍ୟ ସଚେତନ କରାଯିବ। ତେଣୁ ଚଳିତ ରଜ ପର୍ବକୁ ମହିଳା ନୁହେଁ ମହିଳାମାନଙ୍କ ସମ୍ମାନର କଥା ବହନ କରିବ ବୋଲି ମେୟର ଏବଂ କମିଶନର ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଆସନ୍ତା ଜୁନ୍ 14, 15, 16 3 ଦିନ ରଜ ଉତ୍ସବ ଓଡ଼ିଶାର ଏକ ଗର୍ବ ଗୌରବର ପରମ୍ପରାର ପର୍ବ। କେଇ ଶହ ବର୍ଷ ଧରି ଏ ରଜ ଉତ୍ସବ ପାଳିତ ଅଛି। ପ୍ରଥମ ଥର ପାଇଁ ମହାନଗର ନିଗମ କଟକ ଇନ୍ କଟକ ବାଲିଯାତ୍ରା ପଡ଼ିଆ ତଳ ପଡ଼ିଆ ଭିତରେ 3 ଦିନ ଧରି ଏ ରଜ ମହୋତ୍ସବ ଗୋଟେ ନୂଆ ରୂପରେଖରେ ତାକୁ ସଜେଇ ହେଉଛି ଏବଂ ସେଥିରେ ପାଖାପାଖି ଦୈନିକ 15-20 ହଜାର ମା ମାନେ ଝିଅ ମାନେ ପୁରୁଷ ମାନେ ସମସ୍ତେ ଆକର୍ଷିତ ହେବେ। ପିଲାମାନେ ଏବଂ ନ୍ୟू जेनरेशन कॉलेज स्कूल टीचर्स स्टूडेंट समस्त पार्टिसिपेट करेंगे। आम से कार्यक्रम रही सकाल बेलाटा रही जो मैंने महिला माने विभिन्न क्षेत्र में माने प्रतिष्ठित अच्छा से अवार्ड कर सकाल बेलाटा एवं इवनिंग अवार्डटा रखा जाए सांस्कृतिक कल्चरल कार्यक्रम विभिन्न कार्यक्रम रही ता संगे संगे पिठापणार व्यवस्था रही पिठापणा खाया पीवा दोली व्यवस्था 30 टू अधिक दोली व्यवस्था रही ता संगे मेहंदी फेंदी जिते सब आरेंजमेंट झील मान थाए तार समस्त व्यवस्था कर विभिन्न फूड स्टॉल भी गोटे नुआ परिवेश भितर विशेषकर 59टी वार्डर 200टी बस्ती बस्ती कमिटी माध्यम चयन कर प्रत्येक बस्ती 10 जन लेखाएं झील पिला 1000 टंकार कूपन प्रदान एसत से स्थान में मागणा रजपान सहित पोड़पिठार व्यवस्था कर। कटकरू सत्यदीप कौर रिपोर्ट NTV।